ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଜି କିଛି କହିବାକୁ ଚାହୁଁଛି। ଆମେ କରୋନା ଫେସ୍ କରିଛେ ଓଡ଼ିଶାରେ। ଆମେ ଜାଣିଛେ କେତେ କଷ୍ଟ ଆମକୁ ହେଇଛି, ବହୁତ ଧନ ଜୀବନ ନଷ୍ଟ ହେଇଛି, ବହୁତ ଲୋକ ଅସୁବିଧାରେ ପଡ଼ିଛନ୍ତି, ବହୁତ ଲୋକଙ୍କର ରୋଜଗାର ପଳେଇଛି। କିନ୍ତୁ ସେତେବେଳେ ସିଚୁଏସନ୍ ଟିକେ ଅଲଗା ଥିଲା। ସେଇଟା ଆମେ କ'ଣ ଯେତେବେଳେ ମୋର ମନେ ଅଛି, ଆମେ ଯେତେବେଳେ ଏମିତି ବସୁଥିଲେ ଖବରକାଗଜରେ ଆମେ ଦେଖୁଥିଲେ, ପଢ଼ୁଥିଲେ, ଟିଭିରେ ବି ଦେଖୁଥିଲେ ଯେ ଆମେରିକାରେ ଏମିତି ଗୋଟେ ରୋଗ ଆସିଛି, ଲୋକମାନେ ମରିଯାଉଛନ୍ତି, ଚାଇନାରେ ଏମିତି ହେଇଛି। ଆମେ କେବଳ କାନରେ ଶୁଣୁଥିଲେ, କିନ୍ତୁ ହଠାତ୍ ଆସିଗଲା କରୋନା। ଆମ ଆମେ ବି ଫେସ୍ କଲେ ସେଇ ସିଚୁଏସନ୍‌କୁ। ସବୁଆଡ଼େ ବନ୍ଦ, କେତେ କୁଢ଼ କୁଢ଼ ଶବ ଆମେ ଦେଖିଛେ ଆଖିରେ। ଠିକ୍ ସେହିପରି ଗୋଟେ ସିଚୁଏସନ୍ ବର୍ତ୍ତମାନ ପୁଣି ଥରେ ଆସିଛି। ଆପଣମାନେ ସମସ୍ତେ ଜାଣିଥିବେ ମଧ୍ୟ। ଆଜିର ଏହି ଖବର ଯାହା ବିଷୟରେ ମୁଁ କହିବାକୁ ଚାହୁଁଛି, ପ୍ରତ୍ୟେକ ବାପା ମା'ଙ୍କ ହୃଦୟକୁ ଥରେଇ ଦେଲା ପରିକା ସିଚୁଏସନ୍ ପୁଣି ଥରେ ଆସିଛି। ଆପଣମାନେ ଜାଣିଥିବେ ଗୁଜୁରାଟରେ ଚାନ୍ଦିପୁରା ଭାଇରସ୍‌ର ପ୍ରକୋପ ବହୁତ ଚିନ୍ତା ବଢ଼ାଇଛି। ରିପୋର୍ଟ ଅନୁସାରେ 22 ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ମଧ୍ୟ ଆସିଛି। ଏହି ଖବର ଶୁଣି ଭୟ ପାଇବା ନୁହେଁ, ବରଂ ସଚେତନ ହେବା ଆବଶ୍ୟକ। ଯଦି ପିଲାଙ୍କୁ ହଠାତ୍ ଜ୍ୱର ଆସୁଛି, ବାନ୍ତି, ଛିଙ୍କ, ଅତ୍ୟଧିକ ନିଦ ଆସିବା, ଘୁମି ପଡ଼ିବା, କିମ୍ବା ଅସ୍ୱାଭାବିକ ବ୍ୟବହାର ଦେଖାଯାଉଛି, ତେବେ ଏହାକୁ ସାଧାରଣ ଜ୍ୱର ନ ଭାବି ଅବହେଳା କରିବା ଉଚିତ ନୁହେଁ। ବିଳମ୍ବ ନ କରି ତୁରନ୍ତ ଡାକ୍ତରଖାନାକୁ ନେଇଯିବା ଉଚିତ। ଘର ଓ ପରିବାରକୁ ସଫା ରଖନ୍ତୁ, ପିଲାଙ୍କୁ କୀଟପତଙ୍ଗ କାମୁଡ଼ାରୁ ସୁରକ୍ଷିତ ରଖନ୍ତୁ, ଏବଂ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହୁଅନ୍ତୁ। ମନେ ରଖନ୍ତୁ, ସମୟରେ ଚିକିତ୍ସା ଓ ସଚେତନତା ଅନେକ ଜୀବନ ବଞ୍ଚାଇପାରେ। ଏହି ଭିଡ଼ିଓଟିକୁ ସେୟାର କରନ୍ତୁ, ଯାହାଦ୍ୱାରା ଅଧିକ ଅଭିଭାବକ ଏହି ସୂଚନା ପାଇ ସତର୍କ ହୋଇପାରିବେ। ପ୍ୟାନିକ୍ ହେଲେ ଏହାର ସମାଧାନ ନୁହେଁ। ଆମକୁ ୟାକୁ ଫେସ୍ କରିବା ପାଇଁ ପଡ଼ିବ। ବହୁତ ଚତୁରତା ସହିତ ୟାକୁ ହ୍ୟାଣ୍ଡେଲ୍ କରିବା ଲାଗି ପଡ଼ିବ। ଆଶା କରୁଛି ୟାକୁ ପଜିଟିଭରେ ନେବେ ସମସ୍ତେ, ନେଗେଟିଭରେ ନେବେନି। ନମସ୍କାର।